ଜୟ ଜଗନ୍ନାଥ ଭାଇ। ତ ଆଜି ମୋ ଗୁରୁଦେବ ଧର୍ମେନ୍ଦ୍ର ଭାଇ ମୋତେ ଆଜି ବହୁତ ପାଠ ପଢ଼େଇଛନ୍ତି। ମୋର ଆଜି ଚୋପା ଛଡ଼ି ସାରିଲେଣି। ତ ଆକ୍ଚୁଆଲି ଆଜି ରାମଲୀଳା ବିଷୟରେ ରାମଲୀଳା ଆଉ ଆମର ମହାଭାରତ ଏଇ ଦୁଇଟି ହେଉଛି ଆମର ମୁଖ୍ୟ ଆମ ଜୀବନକୁ ସରସ ସୁଙ୍ଗମ କରିବାରେ ବହୁତ ଶିକ୍ଷା ଦେଇଛି। ଗୋଟେରେ ଭାଇ ଭିତରେ ଶତ୍ରୁତା, ଆଉ ଗୋଟେ ଭାଇର ସ୍ନେହ। ତ ଭାଇର ଅତୁଟ ଏତେ ସ୍ନେହ ଯେଉଁଟାକି ଆମେ ରାମାନନ୍ଦ ସାଗରଙ୍କର ସେ ଯେଉଁ ବିଷୟ ଦେଖୁଥିଲୁ, ସେତେବେଳେ ଆପଣ ଟିକେ ମନେ ପକାନ୍ତୁ, ଯଦି ଆମ ବୟସରେ ଯିଏ ହେଇଥିବ 40-42 ଉପର ଲୋକ ହେଇଥିବ, ସେ ନିହାତି ଦେଖିଥିବେ ଯେ ଛୋଟବେଳେ ଆମେ ଯେତେବେଳେ ମାନେ ଟୁଙ୍ଗୁରୁ ହେଇଥିଲୁ, ଯେମିତି ରାମାୟଣ ଦେବ ଦୀପ ଧୂପ ଅଧଘଣ୍ଟାଏ ଦେବ, ଅଧଘଣ୍ଟାଏରୁ 10-15 ମିନିଟ୍ ଖଣ୍ଡେ ରାମାୟଣ ଦିଅ, ବାକି 10-15 ମିନିଟ୍ ବ୍ରେକ୍ ଆପଣଙ୍କର ଆଡ଼ଭର୍ଟାଇଜମେଣ୍ଟ। କି ସେ 10-15 ମିନିଟ୍ ପୂର୍ବରୁ, ଅଧଘଣ୍ଟାଏ ପୂର୍ବରୁ ଟିଭି ତ ଏତେ ନଥିଲା, ତ ସମସ୍ତେ ଧୂପ ଦୀପ ଦେଇକି ବସନ୍ତି। ପ୍ରଭୁ ଆସିବେ, ଯେମିତି ରାମ ବାହାରିବ, ରାମ ସେ ଶଙ୍ଖ ଚିହ୍ନଟି ବାହାରିବ, ସେ ସାଉଣ୍ଡ ବାହାରିବ, ସବୁ ଲମ୍ବା ମୁଣ୍ଡିଆ ସବୁ ପକାଇବେ। ସେ ସ୍ନେହ ଆଦର ସେସବୁ କୁଆଡ଼େ ପଳେଇଲା ଆଜ୍ଞା। ଖୁବ୍ ଇଏ ଭିତରେ ଏ ବାତ୍ୟା ପରେ ବୋଧେ ସମ୍ପୂର୍ଣ୍ଣ କ୍ଷୟ ଗଲା ଭାରି। ମହାବାତ୍ୟା ପୂର୍ବରୁ ଯେଉଁମାନଙ୍କର ଜନ୍ମ ବା ଯେଉଁମାନେ ସେତେବେଳକୁ ଟିକେ ଇଏ ପାଇଥିଲେ, ସେ ପରିବେଶ ବର୍ତ୍ତମାନ ପରିବେଶ ଏଇ 25 ବର୍ଷର ବହୁତ ଚେଞ୍ଜ ହେଇଗଲାଣି। ତେଣୁ ଆମେ ଆକ୍ଚୁଆଲି ଆମ ସଂସ୍କୃତିଟାକୁ ପୁରା ଏକଦମ ଭୁଲିଗଲୁଣୁ। ସଂସ୍କୃତି ପରମ୍ପରା, ଭାଇ ସ୍ନେହ, ଏକାଠି ରହିବାର ଯେଉଁ ମଜା। ଆଗକୁ ଗୋଟେ ମନେ ପକାନ୍ତୁ, ଜଣଙ୍କ ଘରେ ଯଦି ତରକାରୀଟିଏ ହେଉଥିଲା, ଗୋଟେ ଛୋଟିଆ ଗିନାରେ ଗୋଟେ ମଣିଷର ବି ପେଟ ପୁରିବନି, ଆଉ ଜଣ ଘରକୁ ନେଇକି ଦେଇ ଆସୁଥିଲା। ତା ଘରେ ଶାଗଟିଏ ହେଲା, ସିଏ ଆଉ ଜଣ ଘରକୁ ଦେଲା। ସ୍ନେହ ଶ୍ରଦ୍ଧା କେତେ ସୁନ୍ଦର ଥିଲା ଆଜ୍ଞା। କିନ୍ତୁ ବର୍ତ୍ତମାନ ଏ ଘର ଲୋକ ସେ ଘରେ କ'ଣ ହେଉଛି ଜାଣିନାହିଁ। ଯଦି ବାଇଚାନ୍ସ ବି କିଛି ଖବର ଅଛି, ସିଏ ତାଙ୍କର ଯାହା କରୁଛନ୍ତି କରନ୍ତୁ। ଆଗେ ମୁରବି ପଣିଆ ଦେଖିବା ବି ବର୍ତ୍ତମାନ କଷ୍ଟ ହୋଇଗଲାଣି ଆଜ୍ଞା। କାହିଁକିନା ଯଦି ଆମେ ବି କାହା ଘରେ ମୁଣ୍ଡ ପୁରଉଛୁ, ମୋ ଛୁଆ କଲା ତୋର କ'ଣ ଗଲା, ଏ ବି ଉଚ୍ଚାରଣ ହେଇଯାଉଛି। କିନ୍ତୁ ଆଗେ ସେଗୁଡ଼ା ନଥିଲା ଆଜ୍ଞା। ଗୋଟେ ସାହିରେ ଯଦି କ'ଣ ହେଉଥିଲା, ସାହି ମୁରବି ବସୁଥିଲା, ତ ସାହି ମୁରବି ଯେତେବେଳେ ବସୁଥିଲେ, ଆମର ଭୟ ଥିଲା, ନାଇଁ ଦାଦା ଅଛନ୍ତି, ବାପା ଅଛନ୍ତି, ଗୋଟେ ସିଗାରେଟ୍ ଟାଣିବା, ପାନ ଟିକେ ଖାଇବା, ଭାରି କଷ୍ଟଦାୟକ ଥିଲା। ବର୍ତ୍ତମାନ ତାଙ୍କ ମୁହଁରେ ଫୁଙ୍କି ଦେଉଛନ୍ତି। କାହିଁ ଫୁଙ୍କୁଛନ୍ତି ନା, କେବଳ ଆମର ମାନେ ଟ୍ରିଟମେଣ୍ଟର ଅଭାବ, ଆମର ମାନସିକତା ଅଭାବ। ଆଉ ଆମେ ଯେଉଁମାନେ ମୁରବି ହେଇଛୁ, ବାପା ଦାଦା ଯିଏ ବି ହେଇଛୁ, ଆମେ ଯେହେତୁ ତାଙ୍କୁ ଗ୍ରାସ୍ ରୁଟ୍ରୁ ତାଙ୍କୁ ମାନେ ଟ୍ରିଟମେଣ୍ଟ ହିଁ ଭୁଲ କରୁଛୁ, ତେଣୁ ଏସବୁ ହେବ ଆଜ୍ଞା। ହେଲେ କ'ଣ ହେଲା ନା, ଦିନକୁ ଦିନ କଳୁଷିତ ହେଲାଣି ଆମ ସମାଜ, ଆମ ସଂସ୍କାର କୁଆଡ଼େ ଗଲାଣି, ଆମେ କୁଆଡ଼େ ଗଲୁଣୁ, ତା ଅତାପତା ଆଉ ନାହିଁ। ତେଣୁ ଆମେ ଯେହେତୁ ଆଉ କିଛି ଦିନ ବଞ୍ଚିଛୁ, ନିହାତି ବଞ୍ଚିବୁ। ତ ଯେହେତୁ ବଞ୍ଚିବୁ, ଆମ ଦେଖିବାରେ ଆମ ସଂସାର ଧ୍ୱଂସ ହୋଇ ଚାଲିଛି। ତେଣୁ ଏ ଦୁଃଖଦାୟକ ପରିସ୍ଥିତିରୁ ଟିକିଏ ସଜାଗ ହେବା ପାଇଁ ଗୋଟେ ସଚେତନତା ଶିବିର ଆମେ ଖୁବ୍ ଶୀଘ୍ର କଟକରେ ତିଆରି କରୁଛୁ। ଆଉ କିଛି ଭାଇମାନଙ୍କ ତରଫରୁ ଏଇଟା ଆରମ୍ଭ ହେଉଛି। ସମସ୍ତଙ୍କୁ ଆମ ଭିତରେ ଏଇଟା କୌଣସି ବାଧ୍ୟବାଧକତା ନୁହଁ। ଆମେ ପୋଷ୍ଟରେ ନେବୁ, ସମସ୍ତଙ୍କୁ ଆଡ଼୍ କରିବୁ, ଗୋଟେ ଗ୍ରୁପ୍ କରିବୁ, ଚେଷ୍ଟା କରିବୁ ସମସ୍ତଙ୍କୁ ଆଡ଼୍ କରିବାକୁ। ୱେଲକମ୍ ଆଗ ଦେବୁ, ଯେଉଁମାନେ ୱେଲକମ୍ରେ ଭାଗ ନେବାକୁ ଚାହିଁବେ, ତାପରେ ଆମେ ତାକୁ ଇଣ୍ଟର ପାର୍ଟକୁ ନେବୁ। ଚେଷ୍ଟା କରିବା ଯେ ସମସ୍ତେ ଆ ଭିତରେ ନିଜେ ଇଏ କରିବା। ସବୁ ଛୁଆ ବି ଜାଣିଗଲେ ନାହିଁ ଆଜ୍ଞା, କିନ୍ତୁ କ'ଣ ସିଏ ଆଉ ଜାଣିଗଲେ ବି କାର୍ଯ୍ୟରେ ଲଗାଇ ପାରୁନାହାନ୍ତି। କାହିଁକି ନା, ବର୍ତ୍ତମାନ ସମସ୍ତେ ଗୋଟିଏ ପଛରେ ଗୋଡ଼ଉଛନ୍ତି, ସେ ହେଉଛି ଧନ ଅଛି ତ ସବୁ ଜାଗାରେ ସବୁ କିଛି ଅଛି। ଏଇଟା ଗୋଟେ କେମିତି ଗୋଟେ ଶିକ୍ଷାର ପ୍ରଚାର ହେଇଯାଇଛି। ଯେଉଁ ଧନ ପଛରେ ଗୋଡ଼ିଲା ବେଳେ ସିଏ ଆଉ ସମ୍ମାନ, ବାପା ମା ଭାଇ ଭଉଣୀ, ଏସବୁ ଆଦର ସମ୍ମାନ ସବୁ କିଛି ଭୁଲି ଯାଉଛନ୍ତି। ଆଗେ ଯଦି ଘରେ ହୋମଟିଏ ବି ହେଉଥିଲା, ସବୁ ଭାଇମାନେ ଏକାଠି ବସୁଥିଲେ, ମୁଣ୍ଡିଆଟି ମାରୁଥିଲେ, ନନା ଆସୁଥିଲେ, ନନାଙ୍କ ଚର୍ଚ୍ଚା କରାହେଉଥିଲା। ଆଜି ଗୋଟେ ଶ୍ରାଦ୍ଧ ହେଲା, ଆଜି ଗୋଟେ ଘରେ ଗୋଟେ ପର୍ବପର୍ବାଣି ହେଲା, ସମସ୍ତେ ଏକାଠି ରହୁଥିଲେ। ସେ ଯେଉଁ ଖୁସି ଆନନ୍ଦ ଆଉ ନାହିଁ। ସେ ନ ହେବାର କାରଣ ଆମର ଏଇ ଧନ ବା ମାୟା ପଛରେ ଗୋଡ଼େଇବା। ଧନ ନିହାତି ଦରକାର, ସମସ୍ତଙ୍କ ଦରକାର, କିନ୍ତୁ ଆମେ ସବୁବେଳେ ଆମଠୁ ଅଧିକା ଆମେ ଖୋଜୁଛୁ। କିନ୍ତୁ ଖୋଜୁଛୁ ଯେ ତା ଦ୍ୱାରା ଆମେ ଆମ ଶରୀରର ଧ୍ୟାନ ନେଇପାରୁନୁ। ଯେମିତି ଆମେ ସକାଳୁ ଆମେ ଏଠି ଯୋଗ ପ୍ରାଣାୟାମ କରୁଛୁ, କିନ୍ତୁ ମୁଁ ବି ସେଇ ସଂସାର ମଧ୍ୟରେ ଗୋଟିଏ ଜୀବ। ଆଉ ତେଣୁ ଜୀବର ଅର୍ଥ ମାନେ ଜୀବର ଠିକ୍ ଯଦି ଗଣିବା, ଜୀବ ମାନେ ଜୀବ ରହିବନି। ତେଣୁ ରହିବାନି, ଯେହେତୁ କିଛି ଦିନ ଖୁସିରେ ବଞ୍ଚିବା, କିଛି ଦିନ ସମସ୍ତଙ୍କ ସାଥରେ ବଞ୍ଚିବା, କିଛି ନେଇକି ଯିବାନି। ମାନେ ଯେଉଁଟା ଆପଣ ଏତେ ସୁନ୍ଦର ଶରୀର ଭାବୁଛନ୍ତି, ମୋ ନିଶ ଅଛି, ମୋ ଦାଢ଼ି ଅଛି, ମୋ ଅମୁକ ଅଛି, ସମୁକ ଅଛି, ମୋ ଗୋଲିଆ ବଦନ ଅଛି, କିଛି ନେଇକି ଯିବା
କିଛି ନେଇକି ଯିବାନି। ଏମିତିକି ଆମେ ସ୍ତ୍ରୀ ପିଲା ଛୁଆଙ୍କ ପଛରେ ଏତେ ପଇସା ବ୍ୟବସ୍ଥା କରୁଛୁ, ଇଏ କରୁଛୁ ଘର ଦ୍ୱାର ସିଂସାଦର କରୁଛୁ, ଆମର ମାନେ ମାର୍ବଲ ବସିବ, ଆମର ସାୱାର ବସିବ, ଗିଜର ଲାଗିବ, ଫ୍ରିଜ୍ ଇଏ ହେବ ସିଏ ହେବ, ଆମେ ଏତେ ବ୍ୟବସ୍ଥା କରୁଛୁ, ଭଲ ଗାଡ଼ି ଆଣିବି। କିଛି ନେଇକି ଯିବା। ଗୋଟେ ମୋତେ କହିବେ ଯେଉଁ ଦିନ ଆପଣ ଆଖି ବନ୍ଦ କରିକି ନିର୍ମଳ ଭାବରେ ରାତି 11ଟା 12ଟା ହେଇଯିବ, ସବୁ ଛୁଆମାନେ ଶୋଇପଡ଼ିବେ, କେତେବେଳେ ଆଖି ବନ୍ଦ କରି ଭାବିବେ ଯେ ମୁଁ କିଏ, ମୋର କ'ଣ କରିବା କର୍ତ୍ତବ୍ୟ, ମୁଁ କ'ଣ ସାଥିରେ ନେଇକି ଯିବି କି। ଯଦି ଜଣେ ଏକ୍ସପାୟାର୍ଡ଼ କରିଯାଉଛି, ଆଉ ଜଣ କହୁଛି ସାଲା ଭଲ ହେଲା, ଲୋକଟା ଗଲା, ଆଉ ଜଣ ଓହୋ ଏ ଭଲ ଲୋକଟା ଥିଲା। ଦୁଇଟା ଭିତରୁ କେଉଁଟା ଭଲ ଲାଗୁଛି ଆଜ୍ଞା? ପଦ କଥାରୁ ମୋର ତା ଦେହରେ ଯଦି କିଛି କଥାରୁ ଟିକେ ଆଗ ପଛ ଥିବ ଆପଣ କ୍ଷମା କରିବେ, କିନ୍ତୁ ଏଇଟା ରିଅଲିଟି ଯେ ଆମେ ନିଜକୁ ଟିକେ ଅନୁଭବ କରୁ। ସମସ୍ତେ ନିଜ ନିଜର ଜିନିଷ ସେୟାର କରନ୍ତୁ। ଯେତେବେଳେ ଆମେ କାହାର ପୋଷ୍ଟ ଗୋଟେ ଦେଖୁଛୁ, ବେଶୀ ସମୟ ଆଧେ ଦେବାନି, ଆମେ ଅଧଘଣ୍ଟେ ସମୟ ଦେଇକି ଆମେ ନିଜ କର୍ତ୍ତବ୍ୟରେ ଯିବା, କିନ୍ତୁ ସେୟାର କରିବା, ଦେଖିବା ଯେ ପ୍ରକୃତ ଘଟଣାଟା ମୁଁ କହିପାରୁନି, ମୋ ସ୍ତ୍ରୀ କହିପାରୁନି, କିନ୍ତୁ ମୋ ବନ୍ଧୁଟାକୁ କହିପାରୁଛି, କିନ୍ତୁ ସେ ବନ୍ଧୁଟା ଯେ ତାକୁ ଆଡ଼ମିଟ୍ ନ କଲା। ତେଣୁ ସମସ୍ତେ ଖୁସି ରୁହନ୍ତୁ, ଆନନ୍ଦରେ ରୁହନ୍ତୁ, ଭଗବାନ ସମସ୍ତଙ୍କୁ ଶକ୍ତି ଦିଅନ୍ତୁ, ସମସ୍ତେ ନିଜର ମନ ଭିତରେ ଯେଉଁଗୁଡ଼ାକ ଅଛି ସମସ୍ତଙ୍କୁ ନେଇକି ଚଳିବାର, ତା ଉପରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରନ୍ତୁ। ଜୟ ଜଗନ୍ନାଥ, ସୁପ୍ରଭାତ, ରହିଲି।